ସ୍ଥାନ ସହରର ସବୁଠାରୁ ବଡ଼ ମେଡିକାଲ ଆଉ ସମୟ ଅପରାହ୍ନ 4ଟା। ହଠାତ୍ ହସ୍ପିଟାଲରେ ଲାଗିଗଲା ଗହଳ ଚହଳ। ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଦୌଡ଼ ଧପଡ଼ କରିବା ଆରମ୍ଭ କରିଦେଲେ। ଝାଳ ନାଳ ହେଇଯାଉଥିଲେ ବି ଦୌଡ଼ ଧପଡ଼ କମୁନଥିଲା। କିଛି ସମୟ ଭିତରେ ସାଇରନ୍ ବଜାଇ ହସ୍ପିଟାଲ ତଳେ ପୋଲିସର 2ଟି ଗାଡ଼ି ବି ଆସି ପହଞ୍ଚିଗଲା। ହସ୍ପିଟାଲର ମାହୋଲ ଦେଖି ଲାଗୁଥିଲା ସତେ ଯେମିତି କିଛି ବଡ଼ ଘଟଣା ଘଟିଯାଇଛି। ପୋଲିସ ମୁହଁରୁ ବି ଲାଗୁଥିଲା ଯେ ସେମାନେ ବି ଚାପରେ ଅଛନ୍ତି। ପଚାରୁ ପଚାରୁ ଜଣାପଡ଼ିଲା କି ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଉଚ୍ଚ ଅଧିକାରୀଙ୍କର ନବଜାତ ଶିଶୁ ମେଡିକାଲରୁ ଚୋରି ହୋଇଛି। ଆଉ ଯେହେତୁ ମୁଖ୍ୟମନ୍ତ୍ରୀଙ୍କର ଖାସ୍ ଲୋକ, ତେଣୁ ସବୁ ବଡ଼ ବଡ଼ ଲୋକଙ୍କର ଠିପି ଜାମ୍ ହୋଇଯାଇଥିଲା। ସମସ୍ତେ ଲାଗି ପଡ଼ିଥିଲେ କେମିତି ଶୀଘ୍ର ଛୁଆ ଉଦ୍ଧାର ହେବ। ହେଲେ କୌଣସି ବି ସୁରାଗ ପାଉନଥିଲା ପୋଲିସ। ସିସିଟିଭିରେ କେବଳ ଚୋରର ଭିଡିଓ ଛଡ଼ା ଆଉ କିଛି ବି ପାଇପାରୁନଥିଲା ପୋଲିସ। ଏମିତି 5 ଦିନ ବିତିଗଲା। 5 ଦିନ ପରେ ଦିନେ ହଠାତ୍ ଜଣେ ସ୍ତ୍ରୀ ଲୋକ ଆଉ ତାଙ୍କ ସ୍ୱାମୀ ଜଣେ ଶିଶୁକୁ ସାଥିରେ ନେଇ ନିକଟସ୍ଥ ଥାନାକୁ ଆସିଲେ। ଆଉ ସେ ଶିଶୁଟିକୁ ତାଙ୍କ ସ୍ତ୍ରୀ ନେଇଯାଇଥିଲେ ବୋଲି ପୋଲିସକୁ ବୟାନ ଦେଲେ। ସ୍ୱାମୀ ସ୍ତ୍ରୀ ବି ସମ୍ଭ୍ରାନ୍ତ ପରିବାରର ଥିଲେ। ହେଲେ ପୋଲିସ ଅଧିକାରୀ ଯେତେବେଳେ ପଛକୁ ବୁଲି ସ୍ୱାମୀ ସ୍ତ୍ରୀଙ୍କୁ ଦେଖିଛନ୍ତି, ଚମକି ପଡ଼ିଲେ। ନିଜ ଆଖି ଉପରେ ବିଶ୍ୱାସ କରିପାରିଲେନି। କିଏ ଥିଲେ ସେ ସ୍ୱାମୀ ସ୍ତ୍ରୀ, ଯେଉଁମାନେ କି ଏତେ ବଡ଼ ଲୋକଙ୍କ ପିଲା ଚୋରି କରିବାକୁ ସାହସ କରିଥିଲେ? ଯଦି ଚୋରି କରିଥିଲେ ତାହେଲେ ଫେରାଇବାକୁ କାହିଁକି ଆସିଥିଲେ? କ'ଣ ଥିଲା ଏ ପଛର ସେଇ ବଡ଼ କାହାଣୀ? ଗୋଟିଏ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ସବୁଠାରୁ ବଡ଼ ଘଟଣାକୁ ନେଇ ଆଜିର ଷ୍ଟୋରି। ସମୟ ଓ ଜାଗାକୁ ଆମେ ବଦଳେଇ ଦେଉଛୁ। କାହାଣୀର ଅସଲି କଥା ଜାଣିବାକୁ ହେଲେ ଆଗ ସେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଜାଣିବାକୁ ପଡ଼ିବ। ତାଙ୍କର ରହସ୍ୟଭରା କାହାଣୀକୁ ଜାଣିବାକୁ ପଡ଼ିବ। ଥାନା ଭିତରେ ପୋଲିସ ଅଧିକାରୀ ସ୍ୱାମୀ ସ୍ତ୍ରୀଙ୍କୁ ଦେଖି ଚମକି ପଡ଼ିବା ପରେ ସଙ୍ଗେ ସଙ୍ଗେ ଉଠି ଛିଡ଼ା ହେବା ସହିତ ସ୍ୟାଲୁଟ ମାରିଲେ। ଚେୟାର ଦେଇ ବସିବାକୁ ଅନୁରୋଧ କଲେ। ଥାନା ଭିତରେ ଥିବା ସବୁ ଷ୍ଟାଫ ଏସବୁ ଦେଖୁଥିଲେ ବି କିଛି ବୁଝିପାରୁନଥିଲେ। ପିଲା ଚୋରି କରିନେଇଥିବା ଦମ୍ପତିକୁ କାହିଁକି ଥାନାବାବୁ ଏତେ ସମ୍ମାନ ଦେଉଥିଲେ? ସବୁଠୁ ବଡ଼ କଥା ହେଲା, ନିଜ ଚେୟାରରୁ ଉଠିପଡ଼ି ତାଙ୍କୁ କାହିଁକି ସ୍ୟାଲୁଟ ମାରିଲେ? କିଏ ଥିଲେ ସେଇ ସ୍ୱାମୀ ସ୍ତ୍ରୀ? ଆଉ କାହିଁକି ସେ ପିଲାକୁ ଚୋରି କରି ନେଇଥିଲେ? ସମସ୍ତଙ୍କ ଭିତରେ ସେଇ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା। ସ୍ୱାମୀ ଜଣକ ହେଲେ ପ୍ରୀତିଶ ବାବୁ ଓ ତାଙ୍କ ସ୍ତ୍ରୀ ହେଲେ ସୁଲେଖା। ସେଠୁ ଥାନାବାବୁ ସେମାନଙ୍କୁ ଚେୟାର ଦେବା ପରେ ପ୍ରୀତିଶ ବାବୁ ଓ ସୁଲେଖା ମ୍ୟାଡାମ ଚେୟାରରେ ବସିଗଲେ। ଭଲ ଲାଗୁନଥିଲେ ବି ପ୍ରୀତିଶ ବାବୁ ପୋଲିସ ଅଧିକାରୀଙ୍କୁ କ୍ଷମା ମାଗିଲେ। କହିଲେ, ଆଇ ଏମ୍ ସରି ଅଫିସର, ଏସବୁ ବହୁତ ବଡ଼ ଭୁଲରେ ହୋଇଯାଇଛି। ଏହା ପଛରେ କିଛି ବି ମନ୍ଦ ଉଦ୍ଦେଶ୍ୟ ନଥିଲା। ଏତେ ବଡ଼ ଲୋକ ଆଉ ହାତ ଯୋଡ଼ି ଭୁଲ ମାଗୁଛନ୍ତି, ତେଣୁ କ'ଣ କରିବେ କିଛି ବୁଝିପାରିଲେନି ପୋଲିସ ବାବୁ। ମୁଖମଣ୍ଡଳ ତାଙ୍କର ପୁରା ଗମ୍ଭୀର ହୋଇଗଲା। ପାଟିରୁ କିଛି ବି କଥା ବାହାରିଲାନି। କିଛି ସମୟ ଚିନ୍ତା କରିବା ପରେ କହିଲେ କି, ଠିକ ଅଛି ସାର୍, ମୁଁ ରିତେଶ ସାର୍ଙ୍କୁ ଡାକୁଛି। ସେ ଆସିବା ପରେ ଛୁଆକୁ ହସ୍ତାନ୍ତର ହେବ, ଆଉ ଆମେ ଆଲୋଚନା କରି ଯାହା କରିବା। ସେଠୁ ରିତେଶ ବାବୁଙ୍କୁ ପୋଲିସ ଥାନାରୁ ଫୋନ ଗଲା। ଆଉ ଯେମିତି ଛୁଆ ମିଳିଯାଇଛି ବୋଲି ଖବର ପାଇଲେ, କାଳ ବିଳମ୍ବ ନ କରି ତୁରନ୍ତ ଥାନାକୁ ଦୌଡ଼ି ପଳେଇ ଆସିଲେ ରିତେଶ ବାବୁ ଓ ତାଙ୍କର ସ୍ତ୍ରୀ। ଥାନାରେ ପହଞ୍ଚି ଏପଟ ସେପଟ ଖୋଜିବାକୁ ଲାଗିଲେ ତାଙ୍କର ଛୁଆକୁ। ଥାନା ବାବୁ ନିଜେ ଚେୟାରରୁ ଉଠି ତାଙ୍କୁ ଡାକି ନେଇ ନିଜ କ୍ୟାବିନରେ ବସେଇଲେ। ଗୋଟିଏ ପାର୍ଶ୍ୱରେ ରିତେଶ ବାବୁ ଓ ତାଙ୍କ ସ୍ତ୍ରୀ ନୀତା ଦେବୀ ବସିଥିବା ବେଳେ ଅନ୍ୟ ପାର୍ଶ୍ୱରେ ପ୍ରୀତିଶ ବାବୁ ଓ ତାଙ୍କ ସ୍ତ୍ରୀ ସୁଲେଖା ମ୍ୟାଡାମ ବସିଥିଲେ। ଯେତେବେଳେ ନୀତା ଦେବୀ ସୁଲେଖା ମ୍ୟାଡାମଙ୍କ କୋଳରେ ଛୁଆକୁ ଦେଖିଲେ ଆଉ ଅଟକି ପାରିଲେନି। ସାଙ୍ଗେ ସାଙ୍ଗେ ଥାନା ବାବୁଙ୍କୁ ପଚାରିଲେ କି, ଏ କ'ଣ ମୋ ଛୁଆ? ଥାନା ବାବୁ ସୁଲେଖା ମ୍ୟାଡାମଙ୍କ ଆଡ଼କୁ ଅନେଇଲେ ଆଉ ପୁଣି ନୀତା ଦେବୀଙ୍କ ଆଡ଼କୁ ଅନେଇ ହଁ କଲେ। ନୀତା ଦେବୀ ତୁରନ୍ତ ଉଠି ପଡ଼ି ସୁଲେଖା ମ୍ୟାଡାମଙ୍କ ପାଖକୁ ଯାଇ ତାଙ୍କ ଛୁଆକୁ ଛଡ଼େଇ ଆଣିଲେ। ରିତେଶ ବାବୁ ଏ ସବୁ ଦୃଶ୍ୟ ଦେଖୁଥିଲେ। ସେ ତୁରନ୍ତ ଉଠି ପଡ଼ି ଗର୍ଜିବାରେ ଲାଗିଲେ। ମନକୁ ଯାହା ଇଚ୍ଛା କହିବା ଆରମ୍ଭ କରିଦେଲେ। ହେଲେ ଚୁପ୍ ହୋଇ ଶୁଣୁଥିଲେ ପ୍ରୀତିଶ ବାବୁ ଓ ସୁଲେଖା ମ୍ୟାଡାମ। ପ୍ରୀତିଶ ବାବୁଙ୍କ ପ୍ରତି ରିତେଶ ବାବୁଙ୍କ ଗାଳି ଶୁଣି ଥାନା ବାବୁଙ୍କର ମୁହଁ ବି ଫିକା ପଡ଼ିଗଲା। କ'ଣ କରିବେ
କିଛି ବୁଝିପାରିଲେନି। ଆଉ ତୁରନ୍ତ ସେ ରିତେଶ ବାବୁଙ୍କ ପାଖକୁ ଚାଲି ଆସି ହାତ ଯୋଡ଼ି ପକେଇଲେ। କହିଲେ କି ସାର୍, ଦୟାକରି ଟିକେ ରହିଯାଆନ୍ତୁ, ମୁଁ ଆପଣଙ୍କୁ ହାତ ଯୋଡୁଛି। ରିତେଶ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମନରେ ଗୋଟିଏ କଥା ଆସିଲା କି ଜଣେ ପିଲା ଚୋର ପାଇଁ ଥାନା ବାବୁ କାହିଁକି ମୋ ଆଗରେ ହାତ ଯୋଡୁଛନ୍ତି? ଯାହାକୁ ହାଜତରେ ପୁରେଇବା କଥା, ଯାହା ନାଁରେ ପିଲା ଚୋରି ପାଇଁ କେସ୍ ରୁଜୁ କରିବା କଥା, ତା ପାଇଁ ନିଜେ ଥାନା ଅଫିସର କାହିଁକି ମୋ ପାଖରେ ହାତ ଯୋଡୁଛନ୍ତି? ସେଠୁ ସେ ଚୁପ୍ ହୋଇଗଲେ। ପଚାରିଲେ କି କଣ ହେଲା ଅଫିସର? ଜଣେ ପିଲା ଚୋର ପାଇଁ ଆପଣ କାହିଁକି ଏତେ ଦରଦ ଦେଖାଉଛନ୍ତି? ଆପଣ କେସ୍ ରୁଜୁ କରନ୍ତୁ, ମୁଁ ଏବେ ଏତଲା ଲେଖିକି ଦଉଛି। ରିତେଶ ବାବୁ ଚୁପ୍ ହେବା ଦେଖି ଥାନା ବାବୁ କହିବା ଆରମ୍ଭ କଲେ। କହିଲେ କି ସାର୍, ସବୁକିଛି ଭୁଲବଶତଃ ହୋଇଯାଇଛି। ଏ ସାର୍ କି ସେ ମ୍ୟାଡାମ କୌଣସି ପିଲା ଚୋର ନୁହନ୍ତି। ତାହେଲେ ମାନେ କିଏ? ରିତେଶ ସାର୍ ପଚାରିଲେ। ସେଠୁ ଥାନା ବାବୁ ସେ ସ୍ୱାମୀ ସ୍ତ୍ରୀଙ୍କର ପରିଚୟ ଦେଲେ ଆଉ ସବୁ କଥା କହିଲେ। ଯେତେବେଳେ ରିତେଶ ବାବୁ, ପ୍ରୀତିଶ ବାବୁ ଓ ସୁଲେଖା ମ୍ୟାଡାମଙ୍କର ପରିଚୟ ଜାଣିଲେ, ପୁରାପୁରି ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଆଶ୍ଚର୍ଯ୍ୟ ହୋଇ ତାଙ୍କ ଦୁହିଁଙ୍କ ଆଡକୁ କିଛି ସମୟ ଯାଏଁ ଅନେଇକି ରହିଗଲେ। ଯେଉଁ ପାଟିରୁ ଗାଳି ଆରମ୍ଭ ହୋଇଥିଲା, ସେ ପାଟି ପୁରାପୁରି ଚୁପ୍ ହୋଇଗଲା। ରିତେଶ ବାବୁ ଚୁପ୍ ହୋଇଯିବା ପରେ ପ୍ରୀତିଶ ବାବୁ ଆସି ତାଙ୍କ ହାତ ଧରି ପକେଇଲେ ଆଉ କହିଲେ କି ସାର୍, ଏସବୁ ଅଜାଣତରେ ହୋଇଯାଇଛି। ମୁଁ ସେଥିପାଇଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି। ଆଉ ଯେଉଁ କାରଣ ପାଇଁ ଏସବୁ ଘଟଣା ଘଟିଗଲା, ସେ ସବୁ କଥା କହିବାକୁ ଲାଗିଲେ ପ୍ରୀତିଶ ବାବୁ। କାରଣ ଶୁଣିବା ପରେ ରିତେଶ ବାବୁଙ୍କ ଆଖିରୁ ଲୁହ ପଳେଇ ଆସିଲା। ତୁରନ୍ତ ସେ ପ୍ରୀତିଶ ବାବୁଙ୍କ ସ୍ତ୍ରୀ ସୁଲେଖା ମ୍ୟାଡାମଙ୍କ ପାଖକୁ ଯାଇ କ୍ଷମା ମାଗିଲେ। କହିଲେ କି ମ୍ୟାଡାମ, ମୁଁ ଜାଣିନଥିଲି କି ଆପଣଙ୍କ ସହିତ ଏତେ ବଡ ଘଟଣା ଘଟିଯାଇଛି। କିଛି ନ ଜାଣି ଆପଣ ଦୁହିଁଙ୍କୁ ପ୍ରବଳ ଗାଳି ଦେଲି। ଦୟାକରି କିଛି ଭୁଲ ବୁଝିବେନି। ହେଲେ ସୁଲେଖା ମ୍ୟାଡାମ ତାଙ୍କୁ କିଛି କହିଲେନି, କେବଳ ବଲ ବଲ କରି ତାଙ୍କୁ ଅନେଇ ରହିଥିଲେ। ପ୍ରୀତିଶ ବାବୁ କହିଲେ କି ସାର୍, ଆପଣ ତାଙ୍କୁ ଯାହା କହିଲେ ବି ସେ କିଛି ବୁଝିପାରିବେନି। କାରଣ ଏବେ ସେମିତି ସ୍ଥିତିରେ ନାହାନ୍ତି କି କାହା କଥା ବୁଝିପାରିବେ। ଆଉ ଏମିତି ସ୍ଥିତିରେ ମୁଁ ତାଙ୍କ ବୋଝ ବୋହି ଚାଲିଛି। ହେଲେ କଣ ହୋଇଥିଲା ସୁଲେଖା ମ୍ୟାଡାମଙ୍କ ସହିତ? କାହିଁକି ତାଙ୍କର ଏ ଅବସ୍ଥା? ସମସ୍ତଙ୍କ ମନରେ ଯେମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା। ତେଣୁ ସମସ୍ତେ ପଚାରିବା ପରେ ପ୍ରୀତିଶ ବାବୁ ସେହି ମର୍ମନ୍ତୁଦ ଘଟଣା କହିବାରେ ଲାଗିଲେ, ଯାହାକି ତାଙ୍କ ଜୀବନରେ କଳା ବାଦଲ ପରି ଘୋଟି ଆସିଥିଲା। ପ୍ରୀତିଶ ଭଟ୍ଟାଚାର୍ଯ୍ୟ 2012 ମସିହାର ସବୁଠୁ ଅଧିକ ଚର୍ଚ୍ଚିତ IPS। ଦୁଇଟି କାରଣ ପାଇଁ ସେ ରାଜ୍ୟରେ ସମସ୍ତଙ୍କ ପାଖରେ ଖୁବ୍ କମ୍ ଦିନରେ ପରିଚିତ ହୋଇଯାଇଥିଲେ। ପ୍ରଥମରେ ସେ ଦୁଇ ଥର ମାଟ୍ରିକ ଫେଲ୍ ହୋଇଥିଲେ ବି ପରିଶ୍ରମ କରି IPS ହୋଇପାରିଥିଲେ, ଯାହାକୁ ନେଇ ସେ ଯୁବପିଢ଼ିଙ୍କ ଭିତରେ ପ୍ରେରଣା ପାଲଟି ଯାଇଥିଲେ। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେ ନିଜ ଖର୍ଚ୍ଚରେ ପାଠ ବି ପଢ଼ାଉଥିଲେ। ସେଥିପାଇଁ ସେ ନିଜ ଅଧା ଦରମା ଖର୍ଚ୍ଚ କରିଦେଉଥିଲେ। ଆଉ ଦ୍ୱିତୀୟରେ ସେ ଜଣେ ହାର୍ଡ ମେଣ୍ଟାଲିଟିର ଅଫିସର ଥିଲେ। କ୍ରାଇମ ଓ କ୍ରିମିନାଲକୁ ସେ ପୁରା ଘୃଣା କରୁଥିଲେ। ଆଉ ସେ ଯେଉଁ ଜିଲ୍ଲାକୁ ACP ହୋଇ ଯାଉଥିଲେ, ସେଠାରେ ଅପରାଧୀମାନେ ଅପରାଧ ଛାଡ଼ି ଦେଉଥିଲେ, ନହେଲେ ଜିଲ୍ଲା ଛାଡ଼ି ଦେଉଥିଲେ। ଆଉ ଜିଲ୍ଲାରେ ଶାନ୍ତି ଫେରୁଥିଲା। ତେଣୁ ସାଧାରଣ ଲୋକ ପ୍ରୀତିଶକୁ ପୁରା ଭଲ ପାଉଥିଲେ। ଯୁଆଡ଼େ ସେ ଯାଉଥିଲେ, ଲୋକେ ତାଙ୍କ ସହିତ ସେଲ୍ଫି ନେବାକୁ ଭିଡ଼ ଜମାଉଥିଲେ। ସବୁଠୁ ବଡ଼ କଥା ହେଲା, ଦୁଃଖୀ ରଙ୍କି ଓ ଗରିବଙ୍କୁ ସେ ସବୁବେଳେ ସାହାଯ୍ୟ କରୁଥିଲେ। କାରଣ ପ୍ରୀତିଶ ଥିଲେ ଜଣେ ଗରିବ ପରିବାରର। ପ୍ରୀତିଶଙ୍କର ବାପା ଥିଲେ ସାଧାରଣ ରିକ୍ସା ଚାଳକ। ରିକ୍ସା ଚଳେଇ ପରିବାର ପୋଷୁଥିବା ବେଳେ ପ୍ରୀତିଶକୁ ପାଠ ପଢ଼ାଇବା ପାଇଁ ବି ସମ୍ବଳ ନଥିଲା। ପ୍ରୀତିଶ ବି ପିଲାଦିନରୁ ପରିଶ୍ରମୀ ଥିଲେ। ତେଣୁ ମଝିରେ ମଝିରେ ସେ ବି କିଛି କାମ ଧନ୍ଦା କରି ପାଠପଢ଼ା ଜାରି ରଖିଲେ। ଆଉ ମ୍ୟାଟ୍ରିକରେ 2 ଥର ଫେଲ୍ ହେବା ସତ୍ତ୍ୱେ ବି IPS ଲକ୍ଷ୍ୟ ରଖିଥିଲେ। ବହୁତ କଷ୍ଟ ସ୍ୱୀକାର କରି IPS ହୋଇଯିବା ପରେ ତାଙ୍କ ପରିବାରର ସ୍ଥିତି ବଦଳିଥିଲା। କିଛି ବର୍ଷ ଚାକିରି କରିବା ପରେ ତାଙ୍କର ବିବାହ ସୁଲେଖାଙ୍କ ସହିତ ହୋଇଥିଲା। ସୁଲେଖା ବି ମେଧାବୀ ଛାତ୍ରୀ ଥିଲେ ଆଉ ସରକାରୀ କଲେଜରେ ଜଣେ ପ୍ରଫେସର ଥିଲେ। ବିବାହ ପରେ ସୁଲେଖାଙ୍କୁ ବହୁତ ଭଲ ପାଉଥିଲେ ପ୍ରୀତିଶ। ଗୋଟିଏ ମୁହୂର୍ତ୍ତ ବି ପାଖରୁ ଛାଡ଼ୁ ନଥିଲେ। ଦୁହେଁ ନିଜ ନିଜ ଡ୍ୟୁଟିରୁ ଫେରିବା ପରେ ଏକାଠି ବସି ଖୁବ୍ ଗପୁଥିଲେ। ଆଉ ସୁଲେଖା ସବୁବେଳେ ପ୍ରୀତିଶକୁ ଟିକେ ବଦଳିବା ପାଇଁ ଅନୁରୋଧ କରୁଥିଲେ। କାରଣ ପ୍ରୀତିଶ ଏତେ ଶତ୍ରୁ କରିସାରିଥିଲେ ଯେ
କେତେବେଳେ କ'ଣ ହେବ ସେ କଥା ଭାବି ଭାବି ସୁଲେଖା ତାଙ୍କୁ ପରିବର୍ତ୍ତନ ହେବା ପାଇଁ କହୁଥିଲେ। କିନ୍ତୁ ପ୍ରୀତିଶ ତାଙ୍କୁ ସାହସ ଦେଉଥିଲେ କି ମୋର କିଛି ବି ହେବନି, ଆଉ ଶାନ୍ତି ଫେରାଇବା ପାଇଁ ଶକ୍ତ ହେବା ଜରୁରୀ। ତାଙ୍କ ଜୀବନ ଏମିତି ଖୁସିରେ ବିତୁଥିଲା। ହେଲେ ଦୁହେଁ ଜାଣିନଥିଲେ କି ତାଙ୍କର ଖୁସିର ଜୀବନ ଭିତରେ କଳାବାଦଲ ଗୋଟିଏ ଆସିବ, ଯାହାକୁ ନେଇ ସେମାନଙ୍କୁ କେତେ କ'ଣ ସହିବାକୁ ପଡ଼ିବ। ଏହା ଭିତରେ ଦିନେ ସେଇ ଖୁସି ଖବର ମିଳିଥିଲା ଯାହାକି ପ୍ରତିଟି ଲୋକର ମନରେ ସ୍ୱପ୍ନ ଥାଏ। ସୁଲେଖା ମା ହେବାକୁ ଯାଉଥିଲେ। ଯେଉଁଦିନ ଏକଥା ପ୍ରୀତିଶ ଜାଣିଲେ, ଯେମିତି ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିଲା। ଆଉ ସୁଲେଖାଙ୍କର ସେ ଖୁବ୍ ଦାୟିତ୍ୱ ନେଉଥିଲେ। ଖାଇବା ପିଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କଥା ନିୟମରେ ରହି କରୁଥିଲେ। ଏହା ଭିତରେ ସେ ନିଜ ମାଙ୍କୁ ବି ଡକାଇ ଦେଇଥିଲେ ସୁଲେଖାଙ୍କୁ ସାହାଯ୍ୟ କରିବା ପାଇଁ। ଏମିତି 9 ମାସ ହୋଇଯାଇଥିଲା। ଆଉ ଅଳ୍ପ ଦିନ ଯାଇଥିଲେ ସୁଲେଖାଙ୍କର ପିଲା ଜନ୍ମ ହୋଇଥାନ୍ତା। ଦିନେ ସୁଲେଖାଙ୍କୁ ନେଇ ପ୍ରୀତିଶ ବାବୁ ହସ୍ପିଟାଲ ଯାଉଥିଲେ। ଆଉ ଡାକ୍ତର ବି ପରୀକ୍ଷା ନିରୀକ୍ଷା କରି ସବୁ ଠିକ୍ଠାକ୍ ଅଛି ବୋଲି କହିଲେ। ଆଉ ଡେଲିଭରି ତାରିଖ ବି କହିଦେଲେ। ଡାକ୍ତରଙ୍କୁ ଦେଖା କରି ପ୍ରୀତିଶ ସୁଲେଖାଙ୍କୁ ନେଇ ଘରକୁ ଫେରୁଥିଲେ। ହେଲେ ହଠାତ୍ ତାଙ୍କ ଗାଡ଼ିକୁ ପଛଆଡ଼ୁ ଖୁବ୍ ଜୋରରେ ଅନ୍ୟ ଏକ ଗାଡ଼ି ବାଡ଼େଇ ଦେଲା। ଆଉ ତାଙ୍କ କାର୍ ରାସ୍ତାରୁ ବିଲ ଭିତରକୁ ପ୍ରାୟ 10 ଫୁଟ ଛିଟକି ପଡ଼ିଲା। କାର୍ ଭିତରେ ସୁଲେଖା ଚେତା ହରେଇ ଦେଲେ। ଆଉ ପ୍ରୀତିଶ ବାବୁଙ୍କର ମୁଣ୍ଡରେ ବି ଗଭୀର ଆଘାତ ଲାଗିଲା। ରକ୍ତସ୍ରାବ ବି ପ୍ରବଳ ହେଲା। ହେଲେ ଭଗବାନଙ୍କ ଦୟାରୁ ପ୍ରୀତିଶ ବାବୁ ଚେତା ହରାଇ ନଥିଲେ। ସୁଲେଖା ମ୍ୟାଡାମକୁ ଦେଖି ପ୍ରୀତିଶ ବାବୁଙ୍କର ଯେମିତି ହୋସ୍ ଉଡ଼ିଗଲା। ମୁହଁ କାନ୍ଦ କାନ୍ଦ ହୋଇଗଲା। ତୁରନ୍ତ ପ୍ରୀତିଶ ବାବୁ ନିଜେ ସେମିତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଲେଖାଙ୍କୁ କାର୍ ଭିତରୁ କାଢ଼ିଲେ। ଆଉ ତାଙ୍କୁ ନିଜେ ଟେକି ଟେକି ନେଇ ରାସ୍ତାକୁ ଆସିଲେ। ଆଉ ଏକ ଗାଡ଼ିକୁ ଅଟକାଇ ପୁଣି ହସ୍ପିଟାଲକୁ ନେଇକି ଗଲେ। ହସ୍ପିଟାଲରେ ଡାକ୍ତରମାନେ ତୁରନ୍ତ ସୁଲେଖା ମ୍ୟାଡାମଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ଚିକିତ୍ସା ପରେ ତ ତାଙ୍କ ହୋସ୍ ଫେରି ଆସିଲା। ହେଲେ ଡାକ୍ତର କହିଲେ ତୁରନ୍ତ ଅପରେସନ କରି ପିଲାକୁ ବାହାର କରିବାକୁ ପଡ଼ିବ। କାରଣ ଦୁର୍ଘଟଣାରେ ସୁଲେଖା ମ୍ୟାଡାମଙ୍କର ପେଟରେ ବି ଆଘାତ ଲାଗିଥିଲା। ଫଳରେ ପିଲା ସହିତ କେଉଁ ମୁହୂର୍ତ୍ତରେ କ'ଣ ହୋଇପାରେ ବୋଲି ଡାକ୍ତର ଆଶଙ୍କା କରୁଥିଲେ। ପ୍ରୀତିଶ ବାବୁଙ୍କ ସ୍ୱୀକୃତି ପରେ ଅପରେସନ କରାଗଲା। ହେଲେ ସୁଲେଖା ମ୍ୟାଡାମଙ୍କ ପେଟରୁ ମଲା ପିଲା ଜନ୍ମ ନେଲା। ସେପଟେ ପ୍ରୀତିଶ ବାବୁଙ୍କର ବି ମୁଣ୍ଡରେ ଅପରେସନ କରାଯାଇ ପାଖାପାଖି 8ଟି ଷ୍ଟିଚ୍ ପଡ଼ିଥିଲା। ଆଉ ତାଙ୍କର ଚିକିତ୍ସା ଚାଲିଥିଲା। ଯେତେବେଳେ ତାଙ୍କୁ ଏକଥା ଜଣେଇ ଦିଆଗଲା ସେ ପୁରା ସକ୍ ହେଇଗଲେ। ଗୋଟିଏ ମୁହୂର୍ତ୍ତରେ କ'ଣ ହୋଇଗଲା ବୋଲି ଭାବି ନିଜେ କାନ୍ଦି ପକେଇଲେ। ଧୀରେ ଧୀରେ ନିଜକୁ ଶାନ୍ତ କଲେ। ଆଉ ଏକଥା ସୁଲେଖାଙ୍କୁ କେମିତି ଜଣେଇବେ ବୋଲି ଚିନ୍ତା କଲେ। କିଛି ସମୟ ଭିତରେ ନିଜ ବେଡ୍ରୁ ଉଠିଯାଇ ସୁଲେଖାଙ୍କ ପାଖକୁ ଗଲେ। ତାଙ୍କ ମୁଣ୍ଡ ଆଉଁସି ଦେଲେ। ସେତେବେଳେ ଯାଏଁ ସୁଲେଖାଙ୍କର ହୋସ୍ ଆସିନଥିଲା। କିଛି ସମୟ ଭିତରେ ସୁଲେଖାଙ୍କ ହୋସ୍ ଆସିଲା। ଆଉ ହୋସ୍ ଆସିବା ପରେ ସେ ପ୍ରଥମେ ନିଜ ପିଲାକୁ ଖୋଜିଲେ। ପ୍ରୀତିଶକୁ ପଚାରିଲେ କି କ'ଣ ହେଲା ପ୍ରୀତିଶ, ଆମ ପିଲା ଠିକ୍ ଅଛି ତ? କ'ଣ ହୋଇଛି, ପୁଅ ନା ଝିଅ? ସୁଲେଖାଙ୍କ ପ୍ରଶ୍ନରେ କିଛି ବି ଉତ୍ତର ଦେଇପାରିଲେନି ପ୍ରୀତିଶ ବାବୁ। ଖାଲି ତାଙ୍କୁ ଅନେଇ ରହିଲେ। ସୁଲେଖା ମ୍ୟାଡାମ ପୁଣି ଥରେ ପଚାରିଲେ କି କୁଆଡ଼େ ଗଲା ମୋ ପିଲା? ତମେ କିଛି କହୁନ ଯେ, ତମେ ଏତେ ଚୁପ୍ କାହିଁକି? ତାର କ'ଣ? ନା କିଛି ହୋଇନି, ତମେ ଟିକେ ଚୁପ୍ ହୋଇଯା। ଆମ ପିଲା ଭଲ ଅଛି, ତମେ କିଛି ଚିନ୍ତା କରନି। ଏମିତି କହି ପ୍ରୀତିଶ ବାବୁ ସୁଲେଖା ମ୍ୟାଡାମକୁ ସାନ୍ତ୍ୱନା ଦେବାକୁ ଲାଗିଲେ। ହେଲେ ମାର ମନ କେବେ ବି ବୁଝେନା। ତେଣୁ ପ୍ରୀତିଶ ବାବୁଙ୍କ ସାନ୍ତ୍ୱନାରେ ତାଙ୍କ ମନ ବୁଝୁନଥିଲା। ଆଉ ସେ ପ୍ରୀତିଶକୁ ବାଧ୍ୟ କରି ପଚାରିଲେ ଆଉ କାନ୍ଦି ପକେଇଲେ। ପ୍ରୀତିଶ ବାବୁ ବି ରହିପାରିଲେନି। ଶକ୍ତ ମଣିଷଟା ଆଉ ସମ୍ଭାଳି ପାରିଲାନି, କାନ୍ଦି ପକେଇଲେ। ଆଉ ପ୍ରୀତିଶ ବାବୁଙ୍କୁ କାନ୍ଦିବାର ଦେଖି ସୁଲେଖା ମ୍ୟାଡାମ ସବୁ ବୁଝିଗଲେ। ଯେତେବେଳେ ସେ ଜାଣିଲେ ଯେ ତାଙ୍କ ଛୁଆ ଏ ଦୁନିଆରେ ଆଉ ନାହିଁ, ପୁରା ନିଶବ୍ଦ ହୋଇଗଲେ। ପାଟି ଚୁପ୍ ହୋଇଗଲା। କ'ଣ କରିବେ ବୋଲି କିଛି ଭାବି ପାରିଲେନି। ସୁଲେଖା ମ୍ୟାଡାମଙ୍କର ଅବସ୍ଥା ଦେଖି ପ୍ରୀତିଶ ବାବୁ ବି ତାଙ୍କୁ ବୁଝାଇ ଚାଲିଥିଲେ। ହେଲେ ମାର ମନ ବୁଝୁନଥିଲା। ବାରମ୍ବାର ସେ ନିଜ ଛୁଆକୁ ଖୋଜୁଥିଲେ। ଏହା ଭିତରେ 7 ଦିନ ମେଡିକାଲରେ ରହିବା ପରେ ଦୁହିଁଙ୍କୁ ଡିସଚାର୍ଜ କରିଦିଆଗଲା। ଆଉ ପ୍ରୀତିଶ ବାବୁ ସୁଲେଖା ମ୍ୟାଡାମକୁ ନେଇ ନିଜ ଘରକୁ ନେଇ ଆସିଲେ। ଏମିତି କିଛି ଦିନ ବିତିଗଲା।
ହେଲେ ସୁଲେଖା ମ୍ୟାଡାମ ନିଜକୁ ନିଜେ ବୁଝାଇବା ପରିବର୍ତ୍ତେ ଛୁଆକୁ ମନେ ପକେଇ ପକେଇ କାନ୍ଦୁଥିଲେ। ଧୀରେ ଧୀରେ ତାଙ୍କର ପାଗଳପଣ ବଢିବାକୁ ଲାଗିଲା। ଦିନେ ପ୍ରୀତିଶ ବାବୁଙ୍କ ଉପରକୁ ଡେଇଁ ପଡିବା ସହିତ ତମେ ମୋ ଛୁଆକୁ ମାରିଛ ବୋଲି କହି ତାଙ୍କୁ ଆକ୍ରମଣ କଲେ। ଏମିତି ବ୍ୟବହାରରେ ପ୍ରୀତିଶ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ। ନିଜର ଛୁଆକୁ ମନେ ପକେଇକି ସୁଲେଖା ମ୍ୟାଡାମ ଏମିତି ହେଉଥିଲେ ଏହା ଭାବି ଚୁପ୍ ରହିଗଲେ ପ୍ରୀତିଶ ବାବୁ। କିନ୍ତୁ ପରେ ପରେ ଯେତେବେଳେ ବାରମ୍ବାର ଏମିତି କିଛି ଘଟଣା ଘଟିବାରେ ଲାଗିଲା, ଦିନେ ସୁଲେଖାଙ୍କୁ ନେଇ ଡାକ୍ତରଙ୍କୁ ଦେଖେଇଲେ। ଆଉ ପରୀକ୍ଷା ପରେ ଡାକ୍ତର ଯାହା କହିଲେ ଶୁଣିକି ପ୍ରୀତିଶ ବାବୁଙ୍କର ଯେମିତି ହୋସ୍ ଉଡ଼ିଗଲା। ଡାକ୍ତର କହିଲେ କି ସୁଲେଖା ମ୍ୟାଡାମଙ୍କର ମୁଣ୍ଡରେ ଆଘାତ ଲାଗିଥିଲା। ଉପରୁ ଜଣା ପଡୁନଥିଲେ ବି ଭିତର ଆଘାତ ଟିକେ ବଡ ଥିଲା। ତେଣୁ ସେତେବେଳେ ଡାକ୍ତର ଜାଣିପାରିନଥିଲେ। ଆଉ ତା ସହିତ ଯେତେବେଳେ ସେ ନିଜ ଛୁଆକୁ ଅତ୍ୟଧିକ ମନେ ପକାଉଥିଲେ, ଧୀରେ ଧୀରେ ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ିବାରେ ଲାଗିଲା। ଆଉ ଏହି ଦୁଇଟି କାରଣ ପାଇଁ ସେ ଏବେ ପାଗଳ ହେବାକୁ ଯାଉଥିଲେ। ଏକଥା ଶୁଣି ପ୍ରୀତିଶ ବାବୁଙ୍କର ପାଦ ତଳୁ ଯେମିତି ମାଟି ଖସିଗଲା। କଣ କରିବେ କିଛି ଭାବି ପାରିଲେନି। ଦୁମ୍ କିନା ତଳେ ବସି ପଡ଼ିଲେ ଆଉ ପିଲାଙ୍କ ପରି କାନ୍ଦିବାରେ ଲାଗିଲେ। ସେଠୁ ଡାକ୍ତରଖାନାର ଷ୍ଟାଫ୍ ତାଙ୍କୁ ଉଠାଇବା ପରେ ଡାକ୍ତର ତାଙ୍କୁ ସାହସ ଦେଲେ। କହିଲେ କି ସାର୍ ଆପଣ ବ୍ୟସ୍ତ ହୁଅନ୍ତୁନି, ଏହାର ଚିକିତ୍ସା ବି ଅଛି। ଆଉ ସଠିକ ଚିକିତ୍ସା ପରେ ସୁଲେଖା ମ୍ୟାଡାମ ବି ପୁରା ସୁସ୍ଥ ହୋଇଯିବେ। ଡାକ୍ତରଙ୍କ କଥାରେ ପ୍ରୀତିଶ ବାବୁଙ୍କ ଭିତରେ ଯେମିତି ଜୀବନ ପଶିଲା। ସେଠୁ ପ୍ରୀତିଶ ବାବୁଙ୍କର ଡାକ୍ତର ସେହି ଡାକ୍ତରଖାନାକୁ ପଠାଇଲେ ଯେଉଁଠି ରିତେଶ ବାବୁଙ୍କର ପିଲା ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଆଉ ଏକ ରାଜ୍ୟରେ ଥିଲା। ଆଉ ସେହି ଡାକ୍ତରଖାନା ହିଁ ସେହି ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ଥିଲା। ଏହାପରେ ପ୍ରୀତିଶ ବାବୁ 6 ମାସ ଛୁଟି ନେଇ ସେ ରାଜ୍ୟକୁ ପଳେଇ ଆସିଲେ। ଆଉ ଏକ ଘର ନେଇ ସେ ଡାକ୍ତରଖାନାରେ ସ୍ତ୍ରୀଙ୍କୁ ଆଡମିଟ୍ କରି ଚିକିତ୍ସା ଆରମ୍ଭ କରିଦେଲେ। ସେଦିନ ଯେତେବେଳେ ରିତେଶ ବାବୁ ଓ ନୀତା ଦେବୀଙ୍କର ପିଲା ଜନ୍ମ ହୋଇଥିଲା, ସେତେବେଳେ ବି ସୁଲେଖା ମ୍ୟାଡାମ ସେଠାରେ ଉପସ୍ଥିତ ଥିଲେ। ଆଉ ଯେତେବେଳେ ସୁଲେଖା ମ୍ୟାଡାମ ସେ ଛୋଟ ଛୁଆକୁ ଦେଖିଲେ, ନିଜ ଛୁଆ ବୋଲି ଭାବିନେଲେ। ଆଉ କେହି ନଥିବା ବେଳେ ତାଙ୍କୁ ନେଇ ଆସି ଡାକ୍ତରଖାନା ବାହାରକୁ ପଳେଇ ଆସିଲେ। ଅନ୍ୟପଟରେ ସୁଲେଖାଙ୍କୁ ନ ପାଇ ପ୍ରୀତିଶ ବାବୁ ବି ବ୍ୟସ୍ତ ହୋଇ ପଡ଼ିଲେ। ଆଉ ଖୋଜାଖୋଜି ପରେ ତାଙ୍କୁ ରାସ୍ତାରେ ଚାଲି ଚାଲି ଯିବା ଦେଖିଲେ। ଆଉ ତାଙ୍କ ହାତରେ ଯେତେବେଳେ ସେ ପିଲାକୁ ଦେଖିଲେ, ପ୍ରୀତିଶ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ। ଆଶ୍ଚର୍ଯ୍ୟ ହୋଇ ସୁଲେଖାଙ୍କୁ ପଚାରିବାରୁ ସୁଲେଖା ଏଟା ମୋ ପିଲା ବୋଲି କହି ଗେଲ କରିବାକୁ ଲାଗିଲେ। ଯେତେବେଳେ ପ୍ରୀତିଶ ବାବୁ ସୁଲେଖା ମ୍ୟାଡାମଙ୍କ ଆଗରେ ସତ କଥା ରଖିଲେ, ସୁଲେଖା ମ୍ୟାଡାମ ରାଗିଗଲେ। ଆଉ ସେ ପିଲାକୁ ଛାଡ଼ିବା ପରିବର୍ତ୍ତେ ଆହୁରି ଜୋରେ ଜାବୁଡ଼ି ଧରିଲେ। ପ୍ରୀତିଶ ବାବୁ ଯେତେ ବୁଝେଇଲେ ସେ ଜମା ବି ମାନିଲେନି। ଆଉ ଓଲଟା ଧମକ ଦେଲେ କି ଯଦି ମୋ ଠାରୁ ମୋ ପିଲାକୁ ଛଡ଼େଇ ନେବ ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ଆତ୍ମହତ୍ୟା କଥା ଶୁଣି ପ୍ରୀତିଶ ବାବୁ ବି ଡରିଗଲେ। ଆଉ ବାଧ୍ୟ ହୋଇ ସେ ଛୁଆ ସହିତ ସୁଲେଖା ମ୍ୟାଡାମକୁ ବି ଘରକୁ ନେଇ ଆସିଲେ। ଭାବିଲେ କି ଘରକୁ ଯାଇ କିଛି ଦିନ ଭିତରେ ସୁଲେଖାଙ୍କୁ ବୁଝେଇ ସୁଝେଇ ପିଲାକୁ ଫେରେଇ ଦେବି। ବହୁତ ଚେଷ୍ଟା ପରେ ସୁଲେଖା ସେ ପିଲାକୁ ଫେରାଇବା ପାଇଁ ରାଜି ହୋଇଗଲେ। ଆଉ ଏହି 5 ଦିନ ଭିତରେ ଏତେ ସବୁ ଘଟଣା ଘଟି ଯାଇଥିଲା। ନିଜ ଜୀବନର କରୁଣ କାହାଣୀ କହିବା ପରେ ପ୍ରୀତିଶ ବାବୁ ପୁଣି ଥରେ ରିତେଶ ବାବୁଙ୍କ ହାତ ଧରି କ୍ଷମା ମାଗିଲେ। କହିଲେ ଯାହା ବି ହୋଇଯାଇଛି ପରିସ୍ଥିତି ବଶତଃ ହୋଇଛି, ଆପଣ ଏଥିପାଇଁ ଆମକୁ କ୍ଷମା କରିଦିଅନ୍ତୁ। ସବୁ କଥା ଶୁଣି ରିତେଶ ବାବୁ ଓ ନୀତା ଦେବୀଙ୍କ ଆଖିରୁ ଲୁହ ପଳେଇ ଆସିଥିଲା। ଭାବିଲେ ଅନ୍ୟ ରାଜ୍ୟର ସବୁଠୁ ଦକ୍ଷ ଓ ଚର୍ଚ୍ଚିତ ଅଫିସରଙ୍କର ବି ଏମିତି ହାଲତ ହୋଇପାରେ। ସେଠୁ ରିତେଶ ବାବୁ ପୋଲିସ ଅଧିକାରୀଙ୍କୁ କହିଲେ ଆପଣ ଏ କେସ୍କୁ ଏଇଠି ହିଁ ବନ୍ଦ କରିଦିଅନ୍ତୁ। ହେଲେ ପ୍ରୀତିଶ ବାବୁ ମନା କଲେ। ନିଜେ ଜଣେ ସଚ୍ଚୋଟ ଅଫିସର ହୋଇଥିବାରୁ ଏ କେସ୍କୁ ଆଇନ ଭିତରେ ସାରିବାକୁ ଥାନା ଅଧିକାରୀଙ୍କୁ କହିଲେ। ଆଉ ତାଙ୍କ କଥାକୁ ସମ୍ମାନ ଜଣାଇ ଉଭୟଙ୍କ ଭିତରେ ଲେଖାପଢ଼ା ହୋଇ କେସ୍ ସେଇଠାରେ ହିଁ ବନ୍ଦ ହେଲା। ଥାନା ବାବୁ ପ୍ରୀତିଶ ବାବୁଙ୍କ ରାଜ୍ୟର ହୋଇଥିବାରୁ ସେ ତାଙ୍କୁ ଭଲ ଭାବରେ ଜାଣିଥିଲେ। ସବୁ ସରିବା ପରେ ରିତେଶ ବାବୁ ଓ ନୀତା ମ୍ୟାଡାମଙ୍କୁ ଧନ୍ୟବାଦ ଦେଇ ପ୍ରୀତିଶ ବାବୁ ସେଠାରୁ ପଳେଇ ଆସିଲେ। ଦୀର୍ଘ 4 ମାସ ପରେ ସୁଲେଖା ମ୍ୟାଡାମ ବି ସୁସ୍ଥ ହୋଇଗଲେ। ଆଉ ପ୍ରୀତିଶ ବାବୁ ତାଙ୍କୁ ନେଇ ତାଙ୍କ ରାଜ୍ୟକୁ ପଳେଇଲେ। ଦୀର୍ଘ 6 ମାସ ଧରି ଯେଉଁ ଅପରାଧୀମାନେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଥିଲେ, ଏବେ ସେମାନେ ପୁଣି ପ୍ରମାଦ ଗଣିବାରେ ଲାଗିଥିଲେ। କାରଣ ପ୍ରୀତିଶ ବାବୁ ପୁଣି ତାଙ୍କ ପୁରୁଣା ଫର୍ମକୁ ଫେରି ଆସିଥିଲେ। ତ କାହାଣୀଟି ଏତିକି ଥିଲା।
କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଆମ ଚ୍ୟାନେଲ ସିକ୍ରେଟ ଷ୍ଟୋରିଜକୁ ସବସ୍କ୍ରାଇବ କରିଦେବେ। ଆଉ ବେଲ୍ ଆଇକନକୁ ଅନ୍ କରିବାକୁ ଜମା ବି ଭୁଲିବେନି। ଫେସବୁକ୍ ପେଜକୁ ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ।